ସ୍ୱାମୀ ବିବେକାନନ୍ଦ ଏକ ଗୁହା ମୁକ୍ତିର ପ୍ରୟାସ। ଧର୍ମ କହିଲେ ପ୍ରକୃତରେ କ'ଣ ବୁଝାଏ? ଜୀବନର ଶ୍ରେୟ କହିଲେ ପ୍ରକୃତରେ କ'ଣ ବୁଝାଏ? ଧର୍ମ ଯାହାକୁ ଭଗବାନ ବୋଲି କହେ, ସେହି ଭଗବାନ କହିଲେ ଆମେ ପ୍ରକୃତରେ କ'ଣ ବୁଝିବା? ଏହି ଭଗବାନ ଅଛନ୍ତି ବା କେଉଁଠି? ସେ କ'ଣ ମନ୍ଦିର ଭିତରେ ଅଛନ୍ତି? ପୋଥି ଭିତରେ ଅଛନ୍ତି? ରଥ ଉପରେ ବସି ଭକ୍ତ କୋଳାହଳ ଜମାଇ ରଖିଥିବା ଦାରୁ ଭିତରେ ଅଛନ୍ତି? ସେ କ'ଣ ଆକାଶ, ପବନ ଆଉ ଆଲୁଅ ଭିତରେ ଅଛନ୍ତି? ସେ କ'ଣ ପ୍ରକୃତରେ ମତ୍ସ୍ୟର ସୋପାନରୁ ଆରମ୍ଭ କରି ଆପଣାର ଅବତାର ପର୍ଯ୍ୟାୟରେ ମ୍ଲେଚ୍ଛର ସୋପାନରେ ଆସି ପହଞ୍ଚିଲେଣି? ବାଳକ ପ୍ରହ୍ଲାଦ କୁଆଡ଼େ ତାଙ୍କୁ ପଥର ତିଆରି ଗୋଟାଏ ସ୍ତମ୍ଭ ଭିତରେ ପାଇଥିଲା? ବାଳକ ପ୍ରହ୍ଲାଦ କୁଆଡ଼େ ତାଙ୍କୁ ପଥର ତିଆରି ଗୋଟାଏ ସ୍ତମ୍ଭ ଭିତରେ ପାଇଥିଲା? ଭାଗବତରେ ବର୍ଣ୍ଣିତ କେତେ କାହାଣୀର କେତେ ଭକ୍ତ ତାଙ୍କୁ କେତେ ପ୍ରକାରେ ପାଇଥିଲେ? ସେହି ଭଗବାନଙ୍କୁ ପାଇବା ଲାଗି ରହିଥିବା ସହଜ ବାଟମାନ ଦେଖାଇଦେବା ଉଦ୍ଦେଶ୍ୟରେ ଦାର୍ଢ଼୍ୟତା ଭକ୍ତିର ଲେଖକ କେତେ କବିତ୍ୱ କରିଛନ୍ତି। ଖୋଜୁଥିବା ଅଥଚ ତଥାପି ପାଇ ନ ଥିବା ଅବୋଧ ମନକୁ ସେ କେତେ ପ୍ରଲୋଭନ ଦେଖାଇଛନ୍ତି, କେତେ ଦମ୍ଭ ଦେଇଛନ୍ତି। କିନ୍ତୁ ମୁଁ ତାଙ୍କୁ କୋଉଠି ପାଇବି? କିପରି ପାଇବି? ସେ କୁଆଡ଼େ ବିଶ୍ୱାସରେ ଯାଇ ମିଳିବେ? ତର୍କ କରି ବସିଲେ ବହୁ ଦୂରକୁ ଚାଲିଯିବେ। କିନ୍ତୁ ବିଶ୍ୱାସ କରି ବସିଲେ ମଧ୍ୟ ତର୍କର ଦରକାର ହୁଏ। ତର୍କର ସବୁ ଦୁଆର ବନ୍ଦ କରି ଖାଲି ବିଶ୍ୱାସରେ ଭୋଳ ହୋଇ ବସିଲେ କୀର୍ତ୍ତନ ବେଶ୍ ହୁଏ। କିନ୍ତୁ ତଥାପି ଆପଣା ଭିତରେ କେଉଁ ଠିକଣା ଥାନରେ ଅସଲ ଦୁଆରଟି ବନ୍ଦ ହୋଇଗଲା ପରି ମନେ ହୁଏ। ବିଶ୍ୱାସ ନିଶା ଖୁଆଏ। ବିଶ୍ୱାସ ସବୁ ଜାଣିଥିବା ଅଭିଭାବକ ବା ମାଷ୍ଟର ପରି କାନ ଧରି ବା ବେତ ଦେଖାଇ ଆଗକୁ ବାଟ କଢ଼ାଇ ନିଏ। ଏହି ବେତର ବୋଲି ମାନି ବିଶ୍ୱାସୀ ମଣିଷର ପିଲାମନ ଆଗକୁ ଯାଉଥାଏ ସତ, କିନ୍ତୁ ତଥାପି ତା'ର ମନ ବୁଝେ ନାହିଁ। ବିଶ୍ୱାସ ଭିତରୁ ଭୟ ଓ ମିଥ୍ୟା ଦମ୍ଭକୁ ଅଲଗା କରି ରଖିବାକୁ ଗଲେ ତର୍କର ଦରକାର ହୁଏ, ବୁଝିବାର ଦରକାର ହୁଏ, ଜିଜ୍ଞାସାର ଦରକାର ହୁଏ। ଭାରତୀୟ ବିଚାରର ଇତିହାସରେ ଅବଶ୍ୟ ଜିଜ୍ଞାସାର ଦୃଷ୍ଟାନ୍ତ ଆଦୌ ବିରଳ ନୁହେଁ। ଉପନିଷଦର ନଚିକେତା ଓ ମୈତ୍ରେୟୀ ଉପାଖ୍ୟାନମାନଙ୍କରେ ଆମେ ଏହି ନିଦର୍ଶନ ପାଇପାରିବା। ଭାରତର ବୌଦ୍ଧ ଧର୍ମ ଓ ଜୈନ ଧର୍ମ ହେଉଛନ୍ତି ପ୍ରଧାନତଃ ଜିଜ୍ଞାସାର ଧର୍ମ। ପ୍ରଚଳିତ ସମାଜ ଓ ପ୍ରଚଳିତ ଧର୍ମର ଅନେକ ବିଶ୍ୱାସ ଓ ଅନେକ ସଂସ୍କାରବଦ୍ଧତା ବିଷୟରେ ନୂତନ ଜିଜ୍ଞାସାର ଅବତାରଣା କରି ଭାରତୀୟ କ୍ଷେତ୍ରରେ ଏ ଦୁଇଟି ଧର୍ମଯାନର ଆରମ୍ଭ ହୋଇଥିଲା। ଶଙ୍କରାଚାର୍ଯ୍ୟ ଏହି ଜିଜ୍ଞାସାର ଆହ୍ୱାନରେ ହିଁ କୁମାରିକାଠାରୁ ହିମାଳୟର କେଦାରନାଥ ଯାଏ ପଦଯାତ୍ରା କରି ବୁଲୁଥିଲେ। ମଧ୍ୟଯୁଗରେ ମୀରାବାଇ, ନାନକ ଓ କବୀର ଆଦି ସନ୍ଥମାନେ ଏହିପରି ଏକ ଜିଜ୍ଞାସାକୁ ଜୀବନ ଧର୍ମର ସର୍ବପ୍ରଧାନ ଅବଲମ୍ବନ ବୋଲି ଗ୍ରହଣ କରି ପୁରାତନ ପରମ୍ପରାର ମୂଳଦୁଆକୁ କେତେ ପ୍ରକାରେ ଦୋହଲାଇ ଦେଇଥିଲେ। ପୁରାତନ ନିୟାମକ ଗୋଷ୍ଠୀ ହାତରେ ସେମାନେ କେତେ ତାଡ଼ନା ସହିଥିଲେ। ଆମ ଓଡ଼ିଶାରେ ପଞ୍ଚସଖା ଯୁଗ ହେଉଛି ପ୍ରଧାନତଃ ଏକ ଜିଜ୍ଞାସାର ଯୁଗ। ଯେକୌଣସି ଧର୍ମର ଇତିହାସରେ ମଧ୍ୟ ଏହି ଜିଜ୍ଞାସାର କୌଣସି ଅଭାବ ଦେଖାଯାଏ ନାହିଁ। ଏହି ଜିଜ୍ଞାସା ବଳରେ ପୁରୁଣା ଭାଙ୍ଗିଛି, ପୁରୁଣା ସତ୍ୟସାରର ସ୍ତମ୍ଭ ଉପରେ ନୂଆ ଆସି ପ୍ରତିଷ୍ଠିତ ହୋଇଛି। ପୁରୁଣାଟିକୁ କାଟି ପକାଇ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଓ ବିଚ୍ୟୁତ ଭାବରେ ନୂଆକୁ ଆଣି ଠିଆ କରାଇବା କୌଣସି ଇତିହାସରେ ଆମେ ଏପରି ଦୃଷ୍ଟାନ୍ତ କଦାପି ଦେଖିବାକୁ ପାଇବା ନାହିଁ। ତେଣୁ ଜିଜ୍ଞାସାର ମାର୍ଗ କଦାପି ବିଲୋପର ମାର୍ଗ ନୁହେଁ।
सकल प्रकार प्रवर्तन ओ परिवर्तन लागि ଏହା ହେଉଛି ଏକ ସୁସ୍ଥ ମାର୍ଗ। ବିଶ୍ୱାସକୁ ଜୀବନ୍ତ ଓ ପ୍ରାଣମୟ କରି ରଖିବାକୁ ହେଲେ ତାହା ସହିତ ସତତ ଜିଜ୍ଞାସାର ସଦାଚରଣ ରହିଥିବା ଦରକାର। ଜିଜ୍ଞାସାରୁ ସବୁ ଧର୍ମ ଓ ଦର୍ଶନ ଆରମ୍ଭ ହେଲା ପରି ନୂତନ ଜିଜ୍ଞାସାରୁ ହିଁ ନୂତନ ଧର୍ମ ଓ ନୂତନ ଦର୍ଶନର ଆରମ୍ଭ ହୋଇଛି। କୌଣସି ଏକ ନିର୍ଦ୍ଦିଷ୍ଟ ଆୟତନ ଭିତରେ ବନ୍ଧା ହୋଇ ରହି ବିଶ୍ୱାସ ଜଡ଼ ହୋଇ ପଡ଼ିଲା ବେଳକୁ କୌଣସି ନୂତନ ପ୍ରବର୍ତ୍ତକ ନୂତନ ଜିଜ୍ଞାସାର ଆନ୍ଦୋଳନରେ ସେହି ଜଡ଼ତାକୁ ଭାଙ୍ଗି ଦେବାକୁ ଆସିଛନ୍ତି। ଜଡ଼ତା ଆଉ ଜିଜ୍ଞାସା ଧର୍ମର ଇତିହାସ ହେଉଛି ଏଇ ଦୁଇ ବିପରୀତ ପ୍ରବୃତ୍ତିର ଇତିହାସ। ଜଡ଼ତା ଆଉ ଜିଜ୍ଞାସା ଧର୍ମର ଇତିହାସ ହେଉଛି ଏଇ ଦୁଇ ବିପରୀତ ପ୍ରବୃତ୍ତିର ଇତିହାସ। କେତେକ ସମାଲୋଚକ ଏହାକୁ ଯଥାକ୍ରମେ ମୋନାଷ୍ଟିକ୍ ଓ ମିଷ୍ଟିକ୍ ପ୍ରବୃତ୍ତି ବୋଲି କହନ୍ତି। ମୋନାଷ୍ଟିକ୍ ପ୍ରବୃତ୍ତି ହେଉଛି ମଠ ବସାଇବାର ପ୍ରବୃତ୍ତି ସମ୍ପ୍ରଦାୟ। ମୋନାଷ୍ଟିକ୍ ପ୍ରବୃତ୍ତି ହେଉଛି ମଠ ବସାଇବାର ପ୍ରବୃତ୍ତି ସମ୍ପ୍ରଦାୟ ବଢ଼ାଇ ଭଗବତ ପ୍ରସାଦ ବିତରଣ କରିବାର ପ୍ରବୃତ୍ତି। ମିଷ୍ଟିକ୍ ପ୍ରବୃତ୍ତି ହେଉଛି ସତତ ଜିଜ୍ଞାସାର ପ୍ରବୃତ୍ତି। ତେଣୁ ଜଡ଼ତାକୁ ଦୋହଲାଇ ଦେବାକୁ ଯାଇ ପରମ୍ପରାକୁ ମାନି ନିରାପଦ ରହିଥିବା ଜଗତରେ ଅପ୍ରିୟ ହେବାର ପ୍ରବୃତ୍ତି। ମଠ ବସିଲେ ଧର୍ମ ଜୀବନର କର୍ମଠତା ମରିଯାଏ। ସମ୍ପ୍ରଦାୟ ବଢ଼ିଲେ ଧର୍ମକୁ କେବଳ ଏକ ଗୁରୁ ପ୍ରସାଦପ୍ରାପ୍ତ ସମ୍ପତ୍ତି ଭାବରେ ଭୋଗ କରାଯାଇପାରେ, କିନ୍ତୁ ଏହାଦ୍ୱାରା ଜିଜ୍ଞାସା ମରିଯାଏ। ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୃହାୟାମ୍। ଧର୍ମର ତତ୍ତ୍ୱ ଗୁହା ଭିତରେ ହିଁ ନିହିତ ହୋଇ ରହିଛି। ଏହି ବାକ୍ୟର ଆଧ୍ୟାତ୍ମିକ ଅର୍ଥକୁ ଭୁଲି ଆମେ ଆମର ସକଳ ପ୍ରକାର ଧର୍ମ ଜୀବନକୁ ସଂସ୍କାର ଓ ସମ୍ପ୍ରଦାୟର ଗୁହା ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରୁ। ଅଳ୍ପ କେତେଜଣଙ୍କ ସହିତ ଏକ ଦୀକ୍ଷା ଓ ଏକ ଭେକର ଆଚାର ଦ୍ୱାରା ବନ୍ଧା ହୋଇ ରହିବାରେ ଆରାମ ମିଳେ। ଅଳ୍ପ କେତେଜଣଙ୍କ ସହିତ ଏକ ଦୀକ୍ଷା ଓ ଏକ ଭେକରେ ଆଚାର ଦ୍ୱାରା ବନ୍ଧା ହୋଇ ରହିବାରେ ଆରାମ ମିଳେ। ହାତ ଗୋଡ଼ ବନ୍ଧା ହୋଇ ରହିଥିଲେ ମଧ୍ୟ ତଥାପି ବାଟ ଚାଲୁଥିବା ପରି ମନେହୁଏ। କେବଳ ଅନ୍ଧ ଭାବରେ ବୋଲ ମାନୁଥିଲେ ମଧ୍ୟ ତଥାପି ବିବେକ କାମ କରୁଥିବା ପରି ମନେହୁଏ। ସମ୍ପ୍ରଦାୟର ଶବଟାକୁ ଶକ୍ତି ଦେବା ଉଦ୍ଦେଶ୍ୟରେ ଚିତା ଚଇତନର ସୃଷ୍ଟି ହୁଏ। ଗୁରୁ ନାମ ଓ ବୀଜ ମନ୍ତ୍ରର ସୃଷ୍ଟି ହୁଏ। ପୋଥି ଲେଖା ହୁଏ। ପ୍ରଚାର ବଢ଼େ, ବଂଶ ମଧ୍ୟ ବଢ଼େ। ଆପେ ମାନି ନେଇଥିବା ବାଟ ବ୍ୟତୀତ ଅନ୍ୟ ସକଳ ବାଟକୁ ଅବାଟ ବୋଲି କହିବାକୁ ଏଥିରୁ ଗୋଟାଏ ପ୍ରକାର ଦୁଃସାହସ ମଧ୍ୟ ମିଳିଥାଏ। ସଂସାର ଗୋଟାକୁ ଆପଣାର ଗୋଷ୍ଠୀ ଭିତରକୁ ବାନ୍ଧି ନେଇ ଆସିବା ଲାଗି ଏକ କାମନା ମଧ୍ୟ ବଢ଼େ ଏବଂ ଏହି କାମନାକୁ ଧର୍ମ ବୋଲି କୁହାଯାଏ। ମନ୍ଦିର, ବାନା, ନାମ, ଜପ ଓ ଉତ୍ସବ ଏସବୁ ଆନୁଷଙ୍ଗିକ ଉପଚାର ଦ୍ୱାରା ଧର୍ମ କାମନାର ଅଗ୍ନିକୁ ଇନ୍ଧନ ଯୋଗାଇ ଦିଆଯାଇଛି। ଗତବର୍ଷ ଭାରତବର୍ଷରେ ସ୍ୱାମୀ ବିବେକାନନ୍ଦଙ୍କର ଶତବାର୍ଷିକ ପାଳନ କରାଯାଇଛି। ଏଥିଲାଗି ସରକାରୀ ଓ ବେସରକାରୀ କେତେ ଉତ୍ସବ ହୋଇଛି। ସେସବୁର ଅବଲୋକନ କରି ମୋର ମନ ଭିତରେ ଯେଉଁ ସବୁ ଜିଜ୍ଞାସାର ଉଦୟ ହୋଇଛି, ଏହି ପ୍ରବନ୍ଧଟିରେ ଆଜି ମୁଁ ସେହିଗୁଡ଼ିକୁ ଠୁଳ କରିବାର ଚେଷ୍ଟା କରିବି। ଭାରତୀୟ ଧର୍ମର ଇତିହାସରେ
ସ୍ୱାମୀ ବିବେକାନନ୍ଦ ସମ୍ପ୍ରଦାୟର ଭାରତୀୟ ଧର୍ମର ଇତିହାସରେ ସ୍ୱାମୀ ବିବେକାନନ୍ଦ ସମ୍ପ୍ରଦାୟର ପ୍ରତୀକ ନୁହନ୍ତି, ସେ ହେଉଛନ୍ତି ଜିଜ୍ଞାସାର ପ୍ରତୀକ। ଏବେ ତାଙ୍କ ନାଁରେ ସମ୍ପ୍ରଦାୟ ଗଢ଼ା ହେଉଛି, ବିଦ୍ୟାପୀଠ ବସିଛି, କିନ୍ତୁ କେବଳ ଧର୍ମର ଜିଜ୍ଞାସାମୂଳକ ଦୃଷ୍ଟି ଦେଇ ସ୍ୱାମୀ ବିବେକାନନ୍ଦଙ୍କର ବିଚାର କରିପାରିଲେ ଯାଇ ଆମେ ତାଙ୍କର ଜୀବନର ଉଚିତ ପ୍ରେରଣା ପାଇପାରିବା। ଅବଶ୍ୟ ସ୍ୱାମୀ ବିବେକାନନ୍ଦ ମଧ୍ୟ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ, କିନ୍ତୁ ଏହାଦ୍ୱାରା ସେ କୌଣସି ଗୋଷ୍ଠୀର ଆୟତନ ବଢ଼ାଇବାର ପ୍ରୟାସ କରିନଥିଲେ। ତାଙ୍କର ପ୍ରଣୀତ ଯେକୌଣସି ଗ୍ରନ୍ଥ ପଢ଼ିଲେ ମନ କୌଣସି ମାର୍କା ବା କୌଣସି ଆୟତନ ଭିତରେ ବାନ୍ଧି ହୋଇ ରହିବାକୁ ଇଚ୍ଛା କରେ ନାହିଁ। କୌଣସି ସମ୍ପ୍ରଦାୟ ଭିତରେ ନିଶ୍ଚିନ୍ତ ହୋଇ ବସି ଆପଣାର ମୁକ୍ତି କାମନା କରିବାକୁ ମନ ସ୍ୱଭାବତଃ ଅସହ୍ୟ ବୋଧ କରେ। ତାଙ୍କର ରଚିତ ସନ୍ନ୍ୟାସୀର ସଙ୍ଗୀତ ମଣିଷର ମନରେ ଯୌବନ ଶକ୍ତି ଭରିଦେଇ ତାକୁ ଜୀବନର ନାନା ଆବିଷ୍କୃତ ଓ ଅନୁପଲବ୍ଧ ଦାଣ୍ଡରେ ବାହାର କରି ନେଇଯାଏ। ଗତ ବର୍ଷ ନାନା ଆୟୋଜନରେ କେତେ ବଡ଼ ବଡ଼ ସଭାରେ ବସି ସ୍ୱାମୀ ବିବେକାନନ୍ଦଙ୍କର ଶତବାର୍ଷିକୀ ପାଳନ କରୁଥିବା ବେଳେ ଆମର ଏହିସବୁ କଥା ମନେ ଥିଲା କି ନାହିଁ କେଜାଣି? ମନେ ନ ରହିବା ହିଁ ଅଧିକ ସମ୍ଭବ, କାରଣ ବାହାର ଆକର୍ଷଣ ଦୃଷ୍ଟିରୁ ଦେଖିଲେ ଜିଜ୍ଞାସା ଅପେକ୍ଷା ସମ୍ପ୍ରଦାୟର ଆକର୍ଷଣ ହିଁ ଅଧିକ ଶକ୍ତିଶାଳୀ। ଆପେ ଚିନ୍ତା କରିବାଠାରୁ ବୋଲ ମାନି ଭକ୍ତ ବୋଲାଇବାର ମାର୍ଗ ଅଧିକ ସହଜ। ନୂତନ ଜିଜ୍ଞାସା ଦ୍ୱାରା ଆପଣା ଭିତରେ କୌଣସି ପରିବର୍ତ୍ତନ ସଂଘଟିତ କରାଇବା ଅପେକ୍ଷା ପୁରୁଣା ପରମ୍ପରାରେ ଲାଖି ରହିବା ହିଁ ଅଧିକ ନିରାପଦ। ସେଥିଲାଗି ଆମ ପୃଥିବୀର ଇତିହାସରେ ଅଧିକ ସଂଖ୍ୟକ ଲୋକ ଜିଜ୍ଞାସାର ଗହନ ପଥକୁ ବର୍ଜନ କରି ସମ୍ପ୍ରଦାୟର ପଥକୁ ହିଁ ଅନୁସରଣ କରିଛନ୍ତି। ପୃଥିବୀର ଆଉ ସବୁ ଦେଶରେ ଯାହା ହୋଇଛି ଆମ ଦେଶରେ ମଧ୍ୟ ତାହା ହିଁ ହୋଇଛି। ସେଥିଲାଗି ସମ୍ପ୍ରଦାୟ ବଢ଼ିଛି, ସଂକୀର୍ତ୍ତନ ମଧ୍ୟ ବଢ଼ିଛି, କିନ୍ତୁ ଅଧିକାଂଶ ମଣିଷ ସକଳ ଆଡ଼ମ୍ବର ସତ୍ତ୍ୱେ ତଥାପି ଉଦୟ ପଥରୁ ବଣା ହୋଇ ରହିଛନ୍ତି। ଭାରତର ଧର୍ମ ପ୍ରଧାନତଃ ମୋକ୍ଷକୁ ହିଁ ଜୀବନର ଶ୍ରେୟ ବୋଲି ବତାଇଛି। ମୋକ୍ଷ ଅର୍ଥାତ୍ ଏହି ଜୀବନରୁ ମୁକ୍ତି, ଜୀବନର ସକଳ ଦୁଃଖ ଓ ଦହନରୁ ମୁକ୍ତି, ମରଣରେ ଜୀବନର ଅବସାନ ଏବଂ ମରଣ ଅନ୍ତେ ଆତ୍ମାର ମୋକ୍ଷ ଅର୍ଥାତ୍ ସ୍ୱର୍ଗବାସ। ଏହାକୁ ମୁଁ ଭାରତୀୟ ଧର୍ମର ଏକମାତ୍ର ଦ୍ୱାର ବୋଲି କହିବାର ଭୁଲ କଦାପି କରିବି ନାହିଁ। ସବୁ ଧର୍ମ ପରି ଭାରତୀୟ ଧର୍ମରେ ମଧ୍ୟ ନାନା ବ୍ୟତିକ୍ରମ ରହିଛି। ତଥାପି ଅଧିକାଂଶ ଯୁଗରେ ଆମର ଆଚରିତ ଧର୍ମ ଆମକୁ ପ୍ରଧାନତଃ ମୋକ୍ଷ ମୁହାଁ କରି ରଖିବାର ଚେଷ୍ଟା କରି ଆମକୁ ସଂସାରରୁ ବିମୁଖ କରି ରଖିଛି। ମୋର ଏହି ଜୀବନ ହେଉଛି ମୋର ପୂର୍ବ ଜୀବନରେ ଅର୍ଜିତ କର୍ମର ଫଳ। ଏହାକୁ ଅନ୍ୟ ପ୍ରକାରେ ବଞ୍ଚିବାର କୌଣସି ଶକ୍ତି ବା ଅଧିକାର ମୋର ନାହିଁ। ମୁଁ ପୂର୍ବଜନ୍ମରେ ଭଲ କାମ କରି ପୁଣ୍ୟ ଅର୍ଜିଥିଲି ବୋଲି ଏ ଜନ୍ମରେ ସୁଖ ଭୋଗୁଛି ବା ମନ୍ଦ କାମ କରି ପାପ ଅର୍ଜିଥିଲି ବୋଲି ଏ ଜୀବନରେ ଦୁଃଖ ଭୋଗୁଛି। ଏହି କର୍ମକୁ ବଦଳାଇବା ଅସମ୍ଭବ। ତେଣୁ
କର୍ମକୁ ଆଦରି ନେବା ହିଁ ଏକମାତ୍ର ପନ୍ଥା। ହଁ, ମୋର ପର ଜୀବନରେ ମୁଁ କେଉଁ ଗତି ପାଇବି ତାର ନିର୍ଣ୍ଣୟ କରିବା ଏହି ଜୀବନରେ ପ୍ରଧାନତଃ ମୋରି ହାତରେ ଅଛି। ତେଣୁ ଏ ଜୀବନ ବିଷୟରେ କ୍ଷୋଭ ବା ଦୁଃଖ ନ କରି ମୋତେ ଧର୍ମଚିନ୍ତା କରିବାକୁ ହେବ। ଆର ଜୀବନରେ ଭଲ ଗତି ପାଇବା ଉଦ୍ଦେଶ୍ୟରେ ମୋତେ ଏହି ଜୀବନରେ ଧର୍ମାଚରଣର ବୀମା ଆରମ୍ଭ କରିବାକୁ ହେବ। ଆମର ସମାଜରେ ଚଳି ଆସୁଥିବା ଜାତିଭେଦ ହେଉଛି ଏଇ କର୍ମବାଦ ପ୍ରଧାନ ଯୁକ୍ତିର ଅଧୀନ ହୋଇ ରହିଥିବା ଏକ ସମାଜ ବ୍ୟବସ୍ଥା। କିଏ କେଉଁ ଜାତିରେ ଜନ୍ମ ଲାଭ କରିବ ସେ କଥା ପ୍ରତ୍ୟେକ ମଣିଷର ପୂର୍ବଜନ୍ମର କର୍ମାନୁସାରେ ନିର୍ଦ୍ଦିଷ୍ଟ ହୋଇ ରହିଛି। ମୋ 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 ପାଖରେ ମୋ ପାଖରେ ଧନ ଅଛି, ମୋର କୁଟୁମ୍ବ ବଢ଼ୁଛି, ପଦରେ ଉନ୍ନତି ହେଉଛି, ବ୍ୟବସାୟରେ ଲାଭ ହେଉଛି, ଏସବୁ ମୋର ପୂର୍ବତନ ଜୀବନର କର୍ମଫଳ। ଭଗବାନଙ୍କ ନିୟମ ଅନୁସାରେ ମୁଁ ଏହାକୁ ମୋର ଅଧିକାର ରୂପେ ପାଇଛି। ଏଥିରେ 19-20 କରିବାକୁ କାହାରି ହାତ ନାହିଁ। ମୋ ପଡ଼ିଶାରେ ଆଉ ଜଣେ ଦରିଦ୍ର ହୋଇ ରହିଛି, ତାର ପିଲାଏ ଖାଇବାକୁ ପାଉନାହାନ୍ତି। ପାଠ ପଢ଼ି ଯିବା ସେମାନଙ୍କ ଲାଗି ଏକ ଧୃଷ୍ଟତା ମାତ୍ର ହୋଇ ରହିଛି। ଏଥିରେ ମୋର କିଛି ହେଲେ କରିବାର ନାହିଁ, କାରଣ ମୋର ପଡ଼ୋଶୀ କେବଳ ନିଜର କର୍ମଫଳ ହିଁ ଭୋଗ କରୁଛି। ଏପରି ଏକ ଯୁକ୍ତିର ଅଧୀନ ହୋଇ ମୁଁ ଅଟଳ ଦମ୍ଭରେ ଆପଣା ଆସନରେ ଦୃଢ଼ ହୋଇ ବସୁଛି। ମୋର ନିର୍ଦ୍ଦୟ ଉଦାସୀନତାକୁ ମୁଁ ଧର୍ମର ଯୁକ୍ତି ଦେଇ ଧଉଳାଇ ରଖୁଛି। ମୋର ସୁଖ ଲାଭ ସହିତ ଯେ ଆଉ କାହାରି କୌଣସି ପ୍ରକାରେ ବଞ୍ଚିତ ହେବାର ସମ୍ପର୍କ ରହିଛି, ଏ କଥା ମୁଁ କଳ୍ପନା ମଧ୍ୟ କରିପାରୁନାହିଁ। ମୋର ସୁଖ ଲାଭ ସହିତ ଯେ ଆଉ କାହାରି କୌଣସି ପ୍ରକାରେ ବଞ୍ଚିତ ହେବାର ସମ୍ପର୍କ ରହିଛି, ଏ କଥା ମୁଁ କଳ୍ପନା ମଧ୍ୟ କରିପାରୁନାହିଁ। ସମାଜରେ ପର୍ବ ବା ମଉତ୍ସବ ବେଳେ ମୋ ଘରେ ପିଠାପଣାର ସୁଅ ଚାଲିଛି। କୁଣିଆ ମୈତ୍ରଙ୍କର ତୁଣ୍ଡ ଶବଦରେ ମୋ ଘରର ଖୁସି ଅଜାଡ଼ି ହୋଇପଡ଼ୁଛି। କିନ୍ତୁ ଆଉ କାହା ଘରେ ପୂର୍ବଦିନକୁ ପୂର୍ବଦିନ ବୋଲି ମନେ କରିବାର ସମୟ ମଧ୍ୟ ନାହିଁ। ମୁଁ ଯେପରି ମୋର କର୍ମଫଳ ଅନୁସାରେ ମୋ ସୁଖକୁ ଆଦରି ନିର୍ମମ ହୋଇ ରହିଛି, ସେ ମଧ୍ୟ ସେହିପରି ଆପଣା କର୍ମଫଳ ଉପରେ ବିଶ୍ୱାସ କରି କପାଳ ଆଦରି ରହୁଛି ଏବଂ ଆମେ ଦୁହେଁ ଏହାକୁ ହିଁ ସଂସାରର ଧର୍ମ ବୋଲି କହୁଛୁ। ଗୋଟିଏ ହାତର 5 ଆଙ୍ଗୁଠି ପରି ଅସମାନ ହୋଇ ବଞ୍ଚି ରହିବାକୁ ହିଁ ଆମେ ଏକମାତ୍ର ସମ୍ଭବ ଜୀବନ ବୋଲି ଗ୍ରହଣ କରିନେଉଛୁ। ଏହାଦ୍ୱାରା ଆମର ଚେଷ୍ଟା ମଧ୍ୟ ଏକ ସ୍ୱାର୍ଥ କେନ୍ଦ୍ରିତ ଚେଷ୍ଟା ଭିତରେ ବଡ଼ ଆବଦ୍ଧ ଓ ବିକୃତ ହୋଇ ରହୁଛି। ମୁଁ ମୋ ସମାଜ ବା ପ୍ରତିବେଶୀରେ ଏକ ଅଙ୍ଗ ବୋଲି ନିଜକୁ ଭାବିବାକୁ ମଧ୍ୟ ଭୁଲି ଯାଉଛି। ବର୍ତ୍ତମାନ ସମାଜରେ ଯେ କେବେ କୌଣସି ପରିବର୍ତ୍ତନ ସମ୍ଭବ ହୋଇପାରିବ, ତାହା ଯେ ମୋର ଓ ଆଉ ସମସ୍ତଙ୍କର ସମ୍ମିଳିତ ଚେଷ୍ଟା ଦ୍ୱାରା ସମ୍ଭବ ହୋଇପାରିବ, ସେ କଥା ମୁଁ କଳ୍ପନା ମଧ୍ୟ କରିପାରୁନାହିଁ। ଏହି କର୍ମ ବିମୁଖତା ଓ ଉଦାସୀନତାକୁ ଅନେକ ଭାରତୀୟ ଧର୍ମର ଏକ ଗୁଣ ବୋଲି କହନ୍ତି। ଏହି କର୍ମ ବିମୁଖତା ଓ ଉଦାସୀନତାକୁ ଅନେକ ଭାରତୀୟ ଧର୍ମର ଏକ ଗୁଣ ବୋଲି କହନ୍ତି। ସେମାନେ ଏହାକୁ ସହନଶୀଳତା ବୋଲି କହି ଏହାର ପ୍ରଶଂସା ମଧ୍ୟ କରିଥାନ୍ତି। ଭାଗ୍ୟବାଦୀ ଓ ଜଡ଼ ମଣିଷର ମନକୁ ଆମେ କେତେ ଦୂର ଯେ ସହନଶୀଳ ମନ ବୋଲି କହିପାରିବା, ସେଥିରେ ମୋର ବଡ଼ ସନ୍ଦେହ ରହିଛି। ଅନ୍ୟ ପ୍ରତି ସହନଶୀଳ ହେବା ପଛରେ ଶ୍ରଦ୍ଧା ରହିଥିଲେ ହିଁ ତାହାକୁ
ସାର୍ଥକ ସହନଶୀଳତା ବୋଲି କୁହାଯାଇପାରେ। ତାହା ଦ୍ୱାରା ଜୀବନ ଆଗକୁ ଚାଲେ, ଧର୍ମର ବୃଦ୍ଧି ହୁଏ। କିନ୍ତୁ ଗୋଟାଏ ନିର୍ମମ କର୍ମବାଦର ନିର୍ଦ୍ଦେଶକୁ ଜୀବନର ଚରମ ଧର୍ମ ବୋଲି ମାନି ନେଇ ନିର୍ମମ ହୋଇ ବସିଲେ ଅପର ପ୍ରତି ତଥା ଆପଣା ପ୍ରତି କେବଳ ଏକ ଉଦାସୀନତା ହିଁ ସାର ହୁଏ। କେବଳ ଏକ ଉଦାସୀନତା ହିଁ ସାର ହୁଏ। ଏହାଦ୍ୱାରା ମଣିଷ ତାର ଶକ୍ତି ହରାଇ ବସେ। ଏହି ଅଶକ୍ତତା ହେତୁ ସେ ଆପଣାର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଅନେକ ଅନ୍ୟାୟ ଓ ଅବ୍ୟବସ୍ଥାକୁ ମଧ୍ୟ ପ୍ରଶ୍ରୟ ଦିଏ ଓ ସେଥିଲାଗି ଆଦୌ ଆହତ ଅନୁଭବ କରେ ନାହିଁ। କାଠ ବା ପଥରର ସହନଶୀଳତା ପରି ସେ ନିଜେ ମଧ୍ୟ କେବଳ କାଠ ବା ପଥର ହୋଇ ବସେ। ଉଦାସୀନତାକୁ ପରମାଶ୍ରୟ କରି ଚଳୁଥିବା ଏହି ଧର୍ମ ପରମ୍ପରା ସମ୍ବନ୍ଧରେ ଏକ ଶକ୍ତିଶାଳୀ ଜିଜ୍ଞାସାର ଉତ୍ଥାପନ ହୋଇଥିଲା ଗତ ଶତାବ୍ଦୀର ମଧ୍ୟଭାଗରେ। ଏହି ପର୍ଯ୍ୟାୟରେ ହିଁ ଭାରତୀୟ ଶାସ୍ତ୍ରର ନୂତନ ଭାଷ୍ୟମାନ ଲେଖା ହେଲା। ନୂତନ ନାନା ପ୍ରଶ୍ନର ଉତ୍ଥାପନ କରାଯାଇ ସେଗୁଡ଼ିକର ନୂତନ ଉତ୍ତର ଖୋଜିବାର ପ୍ରଚେଷ୍ଟା କରାଗଲା। ପୁରାତନ ଧର୍ମର ଆଧୁନିକ ସତ୍ୟକୁ ଗତାନୁଗତିକ କେତେ ଯୁଗର କେତେ ଅନ୍ଧ ସଂସ୍କାର ବଡ଼ ନିଷ୍ପ୍ରଭ କରି ପକାଇଥିଲା। ଏହି ଜୀବନକୁ ମିଥ୍ୟା ବୋଲି କହି ଆମ ଦେଶର ଆଚରିତ ଧର୍ମ ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ ନାନା ମିଥ୍ୟାକୁ ବଡ଼ ଦାରୁଣ ଭାବରେ ପ୍ରଶ୍ରୟ ଦେଇ ଆସିଥିଲା। କର୍ମବାଦର ଉଦାସୀନ ବାଟ ଅନୁସରଣ କରିବାର ଫାନ୍ଦରେ ପଡ଼ି ମଣିଷର ହୃଦୟ ଆପଣାର ସକଳ ସହାନୁଭୂତିଶୀଳ ସ୍ପନ୍ଦନ ହରାଇ ବସିଥିଲା। ଏହି ମିଥ୍ୟା ଉଦାସୀନତାକୁ ଅଧର୍ମ ବୋଲି ଘୋଷଣା କରି ଊନବିଂଶ ଶତାବ୍ଦୀର ଭାରତରେ ଏକ ନୂତନ ଧର୍ମ ଜିଜ୍ଞାସାର ଉଦୟ ହୋଇଥିଲା। ସ୍ୱାମୀ ଦୟାନନ୍ଦ, ସ୍ୱାମୀ ଶ୍ରଦ୍ଧାନନ୍ଦ, ରାଜା ରାମମୋହନ ରାୟ ଓ କେଶବଚନ୍ଦ୍ର ସେନ ପ୍ରଭୃତି ମନୀଷୀମାନଙ୍କୁ ମୁଁ ଏହି ଅଭ୍ୟୁଦୟରେ ଅଗ୍ରଣୀ ବୋଲି କହିବି ଏବଂ ଏହି ପର୍ଯ୍ୟାୟଟିକୁ ମୁଁ ଭାରତବର୍ଷର ଇତିହାସରେ ଏକ ଅପୂର୍ବ ଓ ଯୁଗାନ୍ତକାରୀ ପର୍ଯ୍ୟାୟ ବୋଲି କହିବି। ଯୁଗ ଯୁଗର ଉଦାସୀନତାକୁ ଭାଙ୍ଗି ଭାରତୀୟ ଜୀବନରେ ନୂତନ ଜନ୍ମର ଚାଞ୍ଚଲ୍ୟ ସୃଷ୍ଟି କରିବା। ଯୁଗ ଯୁଗର ଉଦାସୀନତାକୁ ଭାଙ୍ଗି ଭାରତୀୟ ଜୀବନରେ ନୂତନ ଜନ୍ମର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଅଭ୍ୟୁଦୟ ପଛରେ ଆମେ ଏକାଧିକ କାରଣ ଦର୍ଶାଇ ପାରିବା। କିନ୍ତୁ ୟୁରୋପୀୟ ଧର୍ମ ଓ ସଂସ୍କୃତି ସହିତ ଆମର ସମ୍ପର୍କକୁ ହିଁ ମୁଁ ଏହି ଅଭ୍ୟୁଦୟର ସର୍ବପ୍ରଧାନ କାରଣ ବୋଲି କହିବି। ଊନବିଂଶ ଶତାବ୍ଦୀରେ ହିଁ ଭାରତୀୟ ଧର୍ମ ୟୁରୋପୀୟ ଧର୍ମ ସହିତ ଏକ ସଂଘାତର ସମ୍ମୁଖୀନ ହୋଇଥିଲା। ଏହି ସଂଘାତ ଫଳରେ ହୁଏତ ଭାରତୀୟ ସକଳ ପରମ୍ପରା ଭାରତ ଭୂମିରୁ ବିଲୁପ୍ତ ହୋଇ ଯାଇଥାନ୍ତା। କିନ୍ତୁ ଆମର ପରମ ସୌଭାଗ୍ୟ ହେତୁ ଏହି ସଂଘାତ ଏକ ସମନ୍ୱୟରେ ନବଜନ୍ମ ଲାଭ କଲା। ସମୁଦ୍ରର ମନ୍ଥନରୁ ଅମୃତ ଜାତ ହେଲା। ୟୁରୋପୀୟ ଧର୍ମ ଓ ଭାରତୀୟ ଧର୍ମରେ ଯେଉଁ ସବୁ ସାରସତ୍ୟ ନିହିତ ରହିଥିଲା, ଉଭୟର ସମନ୍ୱୟରେ ଭାରତବର୍ଷରେ ଏକ ନୂତନ ଧର୍ମ ବିପ୍ଳବ ସଞ୍ଜାତ ହେଲା। ସକଳ ଅନ୍ଧବିଶ୍ୱାସ ଓ ଉଦାସୀନତାକୁ ଭାଙ୍ଗି ନୂତନ ଜୀବନ ସ୍ରୋତର ଧାରା ପ୍ରବାହିତ ହେଲା। ୟୁରୋପର ଜାତୀୟ ଓ ସାମାଜିକ ଚେତନା ଆମର ଧର୍ମ ଚେତନାରେ ନୂତନ ପ୍ରେରଣା ଓ ଅନ୍ତର୍ଦୃଷ୍ଟି ଭରିଦେଲା। ସାମାଜିକ ଓ ମାନବିକ ନ୍ୟାୟ ଯେକୌଣସି ସଙ୍ଗତ ଧର୍ମ ନ୍ୟାୟର ଏକ ଅଙ୍ଗ ମାତ୍ର। ଊନବିଂଶ ଶତାବ୍ଦୀରେ ହିଁ ଯଥେଷ୍ଟ ଗଭୀରତା ସହିତ ଆମେ ଏହି ସତ୍ୟଟିକୁ ହୃଦୟଙ୍ଗମ କରିବାକୁ ଆରମ୍ଭ କଲୁ। ଏହି ନୂତନ ପରିବର୍ତ୍ତନର ମାନବବାଦୀ ଅଭ୍ୟୁଦୟରେ
ଏହି ନୂତନ ପରିବର୍ତ୍ତନର ମାନବବାଦୀ ଅଭ୍ୟୁଦୟରେ ସ୍ୱାମୀ ବିବେକାନନ୍ଦଙ୍କୁ ମୁଁ ସର୍ବଗ୍ରାଣୀ ବୋଲି କହିବି, ସର୍ବାଗ୍ରାଣୀ ବୋଲି କହିବି, ସର୍ବ ଅଗ୍ରଣୀ ବୋଲି କହିବି, ସର୍ବ ଅଗ୍ରଣୀ। ରାମକୃଷ୍ଣ ପରମହଂସ ଆପଣାର ଧର୍ମ ଦୃଷ୍ଟିରେ ଯେଉଁ ନୂତନ ମାନବିକ ଜିଜ୍ଞାସାର ସୂତ୍ରପାତ କରିଥିଲେ, ସ୍ୱାମୀ ବିବେକାନନ୍ଦ ତାହାରି ସନ୍ଦେଶବାହକ ରୂପେ ସେଥିରେ ନୂତନ ଶକ୍ତି ଆଣି ଦେଇଥିଲେ। ଆମ ଧର୍ମଧାରାରେ ସେ ଏକ ବିପ୍ଳବ ସୃଷ୍ଟି କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କର ପର୍ଯ୍ୟାୟକୁ ଆସି ଆମ ଦେଶରେ ଧର୍ମର ଭାଷା ବଦଳିଗଲା, ମୋକ୍ଷର ଭାଷା ମଧ୍ୟ ବଦଳିଗଲା। ମୋକ୍ଷ କହିଲେ ଏହି ମାୟାମୟ ଜଗତରୁ ପଳାଇ ଯିବାକୁ ବୁଝାଇଲା ନାହିଁ। ମୋକ୍ଷ କହିଲେ ଏହି ମାୟାମୟ ଜଗତରୁ ପଳାଇ ଯିବାକୁ ବୁଝାଇଲା ନାହିଁ। ମୋକ୍ଷର ନୂଆ ଅର୍ଥ ହେଲା ସକଳ ପ୍ରକାର ପାଶର ପ୍ରମାଦରୁ ମୁକ୍ତ ହୋଇ ମଣିଷ ଲାଗି ଜୀବନ ସମର୍ପଣ କରିବା। ଏଠି ସଂସାରରେ ଦାରିଦ୍ର୍ୟ ରହିଛି। ଏଠୁ ପଳାଇ ଯିବା ଲାଗି ଭଗବତ ଭଜନ କଲେ ତାହାକୁ ଧର୍ମ ବୋଲି କୁହାଯିବ ନାହିଁ। ଭଗବତ କରୁଣାକୁ ଆପଣାର ଜୀବନ ପ୍ରେରଣାରେ ପରିଣତ କରି ସକଳ ମଣିଷର ଦୁଃଖକୁ ଆପଣାର ଦୁଃଖ ବୋଲି ଗ୍ରହଣ କରିବାକୁ ହେବ। ସମାଜର ଦୁର୍ଗତ ଜୀବନକୁ ଅଧିକ ମାନବିକ କରିବାକୁ ହେବ। ଏହା ହିଁ ହେଉଛି ବିବେକାନନ୍ଦଙ୍କର ସକଳ ସନ୍ଦେଶରେ ସାର କଥା। ପର ଜୀବନରେ ମୋକ୍ଷ ଲାଭ କରିବା ବିଷୟରେ ଆପଣାର ଅବଜ୍ଞା ପ୍ରକାଶ କରି ସେ ଥରେ କହିଥିଲେ, ଯେ ପର୍ଯ୍ୟନ୍ତ ସଂସାରରେ ଦୁଃଖ ରହିଛି, କ୍ଷୁଧା ଓ ବ୍ୟାଧିର ମନୁଷ୍ୟକୃତ ନାନା କଷଣରେ ସହସ୍ର ମଣିଷଙ୍କର ଜୀବନ ପଥ ବାରିତ ହୋଇ ରହିଛି, ସେ ପର୍ଯ୍ୟନ୍ତ ଏହି ସଂସାରରେ ମୁଁ ବାର ବାର ମଣିଷ ହୋଇ ଜନ୍ମ ନେବାକୁ ଚାହେଁ। ଆଉ ଏ ପ୍ରସଙ୍ଗରେ ସେ କହିଥିଲେ, ମୋ ଦେଶରେ ଯେ ପର୍ଯ୍ୟନ୍ତ ଛାର କୁକୁରଟାଏ ମଧ୍ୟ ଭୋକିଲା ରହିଛି, ସେ ପର୍ଯ୍ୟନ୍ତ କୌଣସି ପ୍ରକାରର ମୋକ୍ଷରେ ମୁଁ କଦାପି ଶାନ୍ତି ପାଇପାରିବି ନାହିଁ। ମୁଁ ଅବଶ୍ୟ ସ୍ୱୀକାର କରୁଛି ଯେ ବୁଦ୍ଧଦେବଙ୍କର ଜୀବନରେ ମଧ୍ୟ ଆମେ ଏହିପରି ଏକ କରୁଣା ପ୍ରଣୋଦିତ ମାନବିକ ଦୃଷ୍ଟାନ୍ତ ଦେଖିବାକୁ ପାଇଥାଉ। ସେ ବୋଧିପ୍ରାପ୍ତ ହେବା ପରେ ସ୍ୱର୍ଗରୁ ରଥ ଆସି ତାଙ୍କୁ ସ୍ୱର୍ଗକୁ ଯିବାର ଲୋଭ ଦେଖାଇଥିଲା, କିନ୍ତୁ ବୋଧିସତ୍ତ୍ୱ ସକଳ ସଂସାରର ମୁକ୍ତି ଲାଗି ଏହି ସଂସାରରେ ରହି ସଦ୍ଧର୍ମର ପ୍ରଚାର କରିବାକୁ ହିଁ ଆପଣାର ଧର୍ମ ବୋଲି ଗ୍ରହଣ କଲେ ଓ ସ୍ୱର୍ଗର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଆମେ କାଳକ୍ରମେ ବୁଦ୍ଧଦେବଙ୍କର ଏହି ଦୃଷ୍ଟାନ୍ତର ଆହ୍ୱାନକୁ ପାସୋରି ପକାଇଥିଲୁ। ବୁଦ୍ଧଦେବଙ୍କୁ ଭଗବାନଙ୍କର ଅବତାର ବୋଲି ପୂଜା କରିବାର ଫକର କରି ଆମେ ତାଙ୍କର ସକଳ ଦୃଷ୍ଟାନ୍ତକୁ କେବଳ ଅଲୌକିକ ବୋଲି ଗ୍ରହଣ କରିବାକୁ ଆରମ୍ଭ କରିଥିଲୁ। ଆମ ଆପଣା ଜୀବନରେ ପ୍ରେରଣା ଲାଭ କରିବା ଲାଗି ଆମେ ତାଙ୍କ ଦ୍ୱାରା ଉପକୃତ ହେବାକୁ ଭୁଲି ଯାଇଥିଲୁ। ସେଥିରେ ନୂତନ ବ୍ୟଞ୍ଜନା ଦେଇ ସ୍ୱାମୀ ବିବେକାନନ୍ଦ ଆମକୁ ପୁଣି ସେଇ କଥା କହିବାକୁ ଆସିଥିଲେ। ସେ ଆମ ସମାଜର କର୍ମବାଦକୁ ଭାଙ୍ଗିବା ଲାଗି ଆସିଥିଲେ। ଆମକୁ ମାନବିକ ଧର୍ମରେ ଦୀକ୍ଷିତ କରାଇବାକୁ ଆସିଥିଲେ। ଭାରତୀୟ ଚେତନା ତାଙ୍କର ବାଣୀରୁ
ଭାରତୀୟ ଚେତନା ତାଙ୍କର ବାଣୀରୁ ଅନେକ ବଳ ପାଇଲା। ମଣିଷ ଭାବରେ ପରସ୍ପର ସହିତ ଠିଆ ହୋଇ ଶିଖିବା ଲାଗି ଆମେ ସେହି ବାଣୀରୁ ହିଁ ଅନେକ ପ୍ରେରଣା ପାଇଲୁ। ଧର୍ମ ଆଉ କେବଳ ମନ୍ଦିର ଭିତରେ ପୂଜା ଉତ୍ସବ କରିବାର ମନ୍ଦ ବିଳାସ ହୋଇ ରହିଲା ନାହିଁ। ଆପଣାର କର୍ମକୁ ମାନି ନେଇ ଉଦାସୀନ ଓ ନିର୍ମମ ହୋଇ ରହିବାର ମୋହ ଅପସରିଗଲା। ମାନବିକ ପ୍ରେରଣା ଦ୍ୱାରା ନୂତନ ଭାବେ ସ୍ପନ୍ଦିତ ହୋଇ ଧର୍ମ ନୂତନ ବ୍ୟଞ୍ଜନା ଲାଭ କଲା। ସ୍ୱାମୀ ବିବେକାନନ୍ଦଙ୍କ ପରେ ଭାରତୀୟ ଧର୍ମର ଏହି ନୂତନ ପରମ୍ପରା ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ ଓ ଶ୍ରୀ ଅରବିନ୍ଦଙ୍କର ସାଧନା ଓ କର୍ମ ପ୍ରତିଷ୍ଠା ମଧ୍ୟରେ ସମୃଦ୍ଧି ଲାଭ କଲା। ଏହି ଧାରାରେ ଶ୍ରୀ ରମଣ ମହର୍ଷି ଓ ଶ୍ରୀଯୁକ୍ତ କୃଷ୍ଣମୂର୍ତ୍ତିଙ୍କର ନାମ ଉଲ୍ଲେଖ ନ କଲେ ମୁଁ ନିଶ୍ଚୟ ବଡ଼ ଅନ୍ୟାୟ କରିବି। ଏମାନଙ୍କର ଆହ୍ୱାନ ମାନି ଆଜି ମଧ୍ୟ ଭାରତବର୍ଷର କେତେ ସ୍ଥାନରେ କେତେ ଧର୍ମପ୍ରାଣ ବ୍ୟକ୍ତି ଆପଣା ସମର୍ପିତ ଜୀବନଯାପନ କରୁଛନ୍ତି। ମାନବିକ ଧର୍ମକୁ ହିଁ ଆପଣାର ଧର୍ମ ପଥରେ ସର୍ବପ୍ରଧାନ ପ୍ରେରଣା ବୋଲି ମାନିଛନ୍ତି। ଏମାନେ ସମସ୍ତେ ପାଶ୍ଚାତ୍ୟ ସଂସ୍କୃତିର ସମ୍ପର୍କରେ ଆସିଛନ୍ତି ଓ ପାଶ୍ଚାତ୍ୟ ଧର୍ମଧାରାରୁ ସତ୍ୟ ନେଇ ଭାରତୀୟ ଧର୍ମ ସହିତ ତାହାର ସମନ୍ୱୟ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମନ୍ୱୟ ଫଳରେ ହିଁ ଭାରତୀୟ ଧର୍ମ ବଞ୍ଚି ରହିଛି। ଅତୀତର ପରମ୍ପରା ରକ୍ଷଣଶୀଳତା ଭିତରେ ପଚି ସଢ଼ି ଯାଇନାହିଁ। ଶ୍ରୀଯୁକ୍ତ କୃଷ୍ଣମୂର୍ତ୍ତି ଆଜି ମଧ୍ୟ ବଞ୍ଚିଛନ୍ତି। ମହାତ୍ମା ଗାନ୍ଧୀଜୀଙ୍କ ପରେ ବିନୋବା ସେହି କର୍ମ ସମର୍ପିତ ମାନବିକ ଧର୍ମ ପଥରେ ଆଜି ମଧ୍ୟ ଚାଲିଛନ୍ତି। ବର୍ତ୍ତମାନର ନୂତନ ଭାରତ ଏହିସବୁ ମନୀଷୀଙ୍କର ଉପଲବ୍ଧି ସତ୍ୟକୁ ହିଁ ଆପଣାର ପରମ ଧନ ରୂପେ ଗ୍ରହଣ କରିଛି। ଏହି ନୂତନ ଧର୍ମର ଭାଷ୍ୟକାର ହିସାବରେ ଶ୍ରୀ ଆନନ୍ଦ କୁମାର ସ୍ୱାମୀ ଓ ଶ୍ରୀ ରାଧାକୃଷ୍ଣ ଭାରତୀୟ ବିଦ୍ୟାର ଇତିହାସରେ ଆମର ନମସ୍ୟ ହୋଇ ରହିଥିବେ। ମାର୍ଚ୍ଚ 1963।